ଆଜିର ଖବରକୁ ଆପଣଙ୍କୁ ସ୍ୱାଗତ। ଆଜି ଶୁକ୍ରବାର 30 ଅଗଷ୍ଟ 2024। ଚାଲନ୍ତୁ ଦେଖିବା ଆଜିର ଖବରଗୁଡ଼ିକ। ପୁଣି ବଦଳିଲା ସୁଭଦ୍ରା ଯୋଜନାର ଗାଇଡଲାଇନ୍। ବିଜେପି ସରକାରଙ୍କ ସୁଭଦ୍ରା ଯୋଜନା ସଂଶୋଧିତ ଗାଇଡଲାଇନ୍ ଜାରି କରିଛି। ରାସନ କାର୍ଡଧାରୀ ପରିବାର ସଦସ୍ୟ କିମ୍ବା ପରିବାରର ଆୟ 2.5 ଲକ୍ଷ ଟଙ୍କାରୁ କମ୍ ଥିବ। ଜଣେ 21 ବର୍ଷରୁ 60 ବର୍ଷ ବୟସର ମହିଳା ସୁଭଦ୍ରା ଯୋଜନା ପାଇଁ ଆବେଦନ କରିପାରିବେ। ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନରେ ଏହି ଆୟସୀମାକୁ ସାମିଲ କରାଯାଇଛି ଏବଂ ବାକି ଗାଇଡଲାଇନ୍ ଅପରିବର୍ତ୍ତିତ ରହିଥିବା ଜଣାପଡ଼ିଛି। ଜିଲ୍ଲାପାଳମାନଙ୍କୁ ଜାରି ହୋଇଥିବା ଏହି ଗାଇଡଲାଇନ୍ ଅନୁସାରେ ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରାଯାଇଛି। ସେପ୍ଟେମ୍ବର 9 ତାରିଖକୁ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ। ନୂଆଖାଇ ସେପ୍ଟେମ୍ବର 8 ରବିବାର ଦିନ ପଡୁଥିବାରୁ ସେପ୍ଟେମ୍ବର 9 ତାରିଖ ସୋମବାରକୁ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଜୁ ପଟ୍ଟନାୟକ କ୍ରୀଡ଼ା ଓ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଜାତୀୟ କ୍ରୀଡ଼ା ଦିବସ ଅବସରରେ ଅଗଷ୍ଟ 29 ତାରିଖରେ ବିଜୁ ପଟ୍ଟନାୟକ କ୍ରୀଡ଼ା ଓ ସାହସିକତା ପୁରସ୍କାର ଉତ୍ସବ ସମାରୋହ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ନଦୀରେ ବୁଡ଼ି ଯାଉଥିବା ଯୁବକଙ୍କୁ ଉଦ୍ଧାର କରିଥିଲେ କେନ୍ଦ୍ରାପଡ଼ାର ଛାତ୍ର ରୁଦ୍ରପ୍ରସାଦ ମଲ୍ଲିକ ଏବଂ ତାଙ୍କ ମା ଜୟନ୍ତୀ ମଲ୍ଲିକଙ୍କୁ ପୁରସ୍କାର କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଜାଭଲିନ୍ ଥ୍ରୋ ଖେଳାଳି ଅଲିମ୍ପିଆନ କିଶୋର ଜେନାଙ୍କୁ ଚଳିତ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍, ପୂର୍ବତନ ଭାରତୀୟ ହକି ଖେଳାଳି ଲାଜରୁସ୍ ବାର୍ଲାଙ୍କୁ ଜୀବନବ୍ୟାପୀ ସାଧନା, ହକି କୋଚ୍ ବିଜୟ ଲାକ୍ରାଙ୍କୁ ଶ୍ରେଷ୍ଠ କୋଚ୍, ଜାଫର ଇକବାଲଙ୍କୁ ଶ୍ରେଷ୍ଠ ପାରା କ୍ରୀଡ଼ାବିତ୍, ପ୍ରୀତିସ୍ମିତା ଭୋଇଙ୍କୁ ଶ୍ରେଷ୍ଠ କନିଷ୍ଠ ଖେଳାଳି, ବେଷ୍ଟ ଟେକ୍ନିକାଲ କୋଚ୍ ଆୱାର୍ଡ ଭାବେ ରୂପନୀତା ପଣ୍ଡା, ଶ୍ରେଷ୍ଠ ପାରା କ୍ରୀଡ଼ାବିତ୍ ଭାବେ ମହମ୍ମଦ ଜାଫର, ହକି କୋଚ୍ ବିଜୟ ଲାକ୍ରା ଏବଂ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଖବର ଏବଂ ସମ୍ବାଦ ପରିବେଷଣ ପାଇଁ ଦୈନିକ ଓଡ଼ିଆ ଖବରକାଗଜ ପ୍ରମେୟର କ୍ରୀଡ଼ା ସାମ୍ବାଦିକ ସୁକେଶ ରଞ୍ଜନ ବେହେରାଙ୍କୁ ସମ୍ମାନିତ କରାଯାଇଛି। ଅବପାତ ରୂପ ନେଉଛି ଲଘୁଚାପ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ପରବର୍ତ୍ତୀ ସମୟରେ ଏହା ଅବପାତରେ ପରିଣତ ହେଲା ଯାଏଁ ସେପ୍ଟେମ୍ବର 1 ଯାଏଁ କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 30 ରୁ 31 ତାରିଖ ଯାଏଁ କୋରାପୁଟ, ମାଲକାନଗିରି, ଗଜପତି ଜିଲ୍ଲାକୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ ଏବଂ ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବାହାରଦାରେ ପ୍ରତିଷ୍ଠିତ ହେବ ବିଶ୍ୱସ୍ତରୀୟ ହାଇଜିନିକ୍ ମାଛ ମାର୍କେଟ। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ବାହାରଦାଠାରେ ପ୍ରତିଷ୍ଠା ହେବ ବିଶ୍ୱସ୍ତରୀୟ ହାଇଜିନିକ୍ ମାଛ ମାର୍କେଟ ଏବଂ ମାଛ ପ୍ରୋସେସିଂ ୟୁନିଟ୍। ଆସନ୍ତା 30 ତାରିଖରେ ଏହି ବୃହତ୍ ପ୍ରକଳ୍ପକୁ ଭିଡିଓ କନଫରେନ୍ସିଂ ଜରିଆରେ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 60 ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ବାହାରଦାଠାରେ 78,25,00,000 ଟଙ୍କା ବ୍ୟୟ ଅଟକରେ 20 ଏକର ପରିମିତ ଜମିରେ ନିର୍ମାଣ ହେବ ବିଶ୍ୱସ୍ତରୀୟ ମାଛ ବଜାର ଏବଂ ମାଛ ପ୍ରୋସେସିଂ ୟୁନିଟ୍। ଦେଶର ଦ୍ୱିତୀୟ ଆଣବିକ ଶକ୍ତି ସମ୍ପନ୍ନ ବୁଡ଼ାଜାହାଜ ଆଇଏନ୍ଏସ୍ ଅରିହନ୍ତକୁ ନୌସେନାରେ ସାମିଲ କରିଛନ୍ତି ରାଜନାଥ ସିଂହ। ଗୁରୁବାର ବିଶାଖାପାଟଣାଠାରେ ନୌସେନା ଘାଟିରେ ଆୟୋଜିତ ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିଧିବଦ୍ଧ ଭାବେ ଅଫିସିଆଲି ଆଇଏନ୍ଏସ୍ ଅରିହନ୍ତକୁ ନୌସେନାରେ ସାମିଲ କରିଛନ୍ତି। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ନୌସେନାର ମୁଖ୍ୟ ଆଡମିରାଲ ଦୀନେଶ ତ୍ରିପାଠୀଙ୍କ ସହିତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। 6,000 ଟନ୍ ଓଜନ ବିଶିଷ୍ଟ ଏହି ବୁଡ଼ାଜାହାଜକୁ ସମ୍ପୂର୍ଣ୍ଣ ସ୍ୱଦେଶୀ କାରିଗରୀ କୌଶଳରେ ନିର୍ମାଣ କରାଯାଇଛି। ଏଥିରେ 750 କିଲୋମିଟର ଦୂରକୁ ଲକ୍ଷ୍ୟଭେଦ କରିପାରୁଥିବା K-15 ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ଖଞ୍ଜାଯାଇଛି। ଏହି କ୍ଷେପଣାସ୍ତ୍ରରେ ଆଣବିକ ଯୁଦ୍ଧାସ୍ତ୍ର ଖଞ୍ଜାଯିବାର ବ୍ୟବସ୍ଥା ରହିଛି। ଏହା ପାଣି ଭିତରେ ଘଣ୍ଟାକୁ 44 କିଲୋମିଟର ଏବଂ ପାଣି ଉପରେ ଘଣ୍ଟାକୁ 28 କିଲୋମିଟର ବେଗରେ ଗତି କରିପାରିବ। ଦେଶର ଜଳସୀମାକୁ ସୁରକ୍ଷିତ କରିବା ନିମନ୍ତେ ଆଣବିକ ଶକ୍ତି ସମ୍ପନ୍ନ ବୁଡ଼ାଜାହାଜର ଯଥେଷ୍ଟ ଗୁରୁତ୍ୱ ରହିଛି। ପୂର୍ବରୁ 2016ରେ ଆଇଏନ୍ଏସ୍ ଅରିହନ୍ତ ନୌସେନାରେ ସାମିଲ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଜିନ୍ଦଲର ଅଧ୍ୟକ୍ଷ ନବୀନ ଜିନ୍ଦଲ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନଠାରେ ଜିନ୍ଦଲ ଷ୍ଟିଲ ପାୱାରର ଅଧ୍ୟକ୍ଷ ତଥା ସାଂସଦ ନବୀନ ଜିନ୍ଦଲ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ଆଲୋଚନା ସମୟରେ ଓଡ଼ିଶାରେ କମ୍ପାନୀ ପକ୍ଷରୁ ଚାଲି ରହୁଥିବା ପ୍ରକଳ୍ପ ଓ ଆଗାମୀ ଦିନରେ ହେବାକୁ ଥିବା ପ୍ରକଳ୍ପ ବିଷୟରେ ଆଲୋଚନା ହୋଇଥିଲା। ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ ଜିନ୍ଦଲଙ୍କ ପ୍ରଚେଷ୍ଟାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହିତ ଆଗାମୀ ସମ୍ପ୍ରସାରଣ ପାଇଁ ଆବଶ୍ୟକୀୟ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ। ରୁନ୍ ଇଣ୍ଡିଆ ଧନୀ ରିପୋର୍ଟ 2024 ଅନୁସାରେ ଅମ୍ବାନୀଙ୍କୁ ଟପିଲେ
ଗୌତମ ଆଦାନୀ। ସଦ୍ୟ ପ୍ରକାଶିତ ହୁରୁନ୍ ଇଣ୍ଡିଆ ଧନୀ ରିପୋର୍ଟ 2024ରେ ଗୌତମ ଆଦାନୀ 11.6 ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ସହ ତାଲିକାର ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ମୁକେଶ ଅମ୍ବାନୀ ଦ୍ୱିତୀୟ ସ୍ଥାନକୁ ଖସିଛନ୍ତି। ଏଥିସହିତ 7,000 କୋଟି ଟଙ୍କା ସହ 7,000 କୋଟିର ମାଲିକ ସହ ସେହି ତାଲିକାରେ ସାମିଲ ହେଉଛନ୍ତି ବଲିଉଡ ଅଭିନେତା ଶାହରୁଖ ଖାନ। ଆସାମରେ ମୁସଲିମ ବିବାହ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି। 90 ବର୍ଷର ପୁରୁଣା ଆଇନକୁ ବଦଳାଇ ଏବେ ଏହି ବିଲ୍ ଆସାମରେ ପାରିତ ହୋଇଛି। 22 ଅଗଷ୍ଟରେ କ୍ୟାବିନେଟରେ ଏହି ବିଲ୍ ମଞ୍ଜୁରୀ ଦିଆଯାଇଛି। ଏଥିରେ ମୁସଲିମ ବିବାହ ପଞ୍ଜୀକରଣ ଏବେ କାଜି କରିପାରିବେ ନାହିଁ। ସେହିଭଳି ବାଲ୍ୟ ବିବାହକୁ ରୋକିବା ଲାଗି ଏହି ବିଲ୍ରେ ବିଭିନ୍ନ ନିୟମ ରହିଛି। ପୂରଣ ହେବ ଖାଲି ପଡ଼ିଥିବା ଏଆର୍ଆଇ ଅମିନ ପଦବୀ। ଏହି ବିଷୟରେ ବିଧାନସଭାରେ ମତବ୍ୟକ୍ତ କରିଛନ୍ତି ରାଜସ୍ୱ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ। ପଦବୀ ପୂରଣ ପାଇଁ OSSକୁ ବିଜ୍ଞାପନ ଦେଇ ପରୀକ୍ଷା କରି ନିଯୁକ୍ତି କରିବାକୁ କୁହାଯାଇଛି। 799 ଆର୍ଆଇ ପୋଷ୍ଟ, 1385 ଏଆର୍ଆଇ ପୋଷ୍ଟ, 1169 ଅମିନ ପଦବୀ ପୂରଣ ପାଇଁ OSSକୁ କୁହାଯାଇଛି। ବାର୍ଡ ଫ୍ଲୁ ଆତଙ୍କ। ମଣିଷକୁ ବ୍ୟାପିନି ବାର୍ଡ ଫ୍ଲୁ। କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀଙ୍କୁ ମିଳିବ କ୍ଷତିପୂରଣ ବୋଲି କହିଛନ୍ତି ସରକାର। ଓକେ, ତ ପୁରୀ ଜିଲ୍ଲାରୁ ସଂଗୃହୀତ ଅସୁସ୍ଥ ବ୍ୟକ୍ତିଙ୍କ ନମୁନା ନେଗେଟିଭ ଆସିଛି। ବାର୍ଡ ଫ୍ଲୁକୁ ନେଇ ଜାରି ରହିଥିବା ଆତଙ୍କ ଭିତରେ କାଲି ଏଭଳି ସୂଚନା ଏକ ଆଶ୍ୱସ୍ତି ଦେଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲେଣି। ସେ କହିଛନ୍ତି ପୁରୀ ମଙ୍ଗଳପୁର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କର ଯେଉଁ ନମୁନା ପରୀକ୍ଷା ପାଇଁ ପୁଣେ ଯାଇଥିଲା ତାହା ନେଗେଟିଭ ଆସିଛି। ତଥାପି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖାଯାଇଛି। ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ସମ୍ପ୍ରସାରଣ ହେବ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଇସ୍ପାତ ସଚିବ ସନ୍ଦୀପ ପଣ୍ଡ୍ରିକ। ଆଲୋଚନାରେ କେନ୍ଦ୍ର ଇସ୍ପାତ ସଚିବ ସୂଚନା ଦେଇଥିଲେ ଯେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ସମ୍ପ୍ରସାରଣ କରାଯାଇ ଏହାର ଉତ୍ପାଦନ କ୍ଷମତାକୁ 4.5 ମିଲିୟନ ଟନ୍ରୁ 9 ମିଲିୟନ ଟନ୍କୁ ବୃଦ୍ଧି କରାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କର ସମସ୍ତ ସହଯୋଗ ସେ କାମନା କରିଥିଲେ। ରାଜ୍ୟ ସରକାର ଏଥିନିମନ୍ତେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏବଂ ଶେଷରେ 7 ମାସରେ 45.84 ଲକ୍ଷ ଟଙ୍କାର ସାଇବର ଠକେଇ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ କମିଶନରେଟ୍ ପକ୍ଷରୁ ଜଣାଯାଇଛି। ରିପୋର୍ଟ ଅନୁଯାୟୀ ଜାନୁଆରୀରୁ ଜୁଲାଇ ମଧ୍ୟରେ ଭୁବନେଶ୍ୱର ସାଇବର କ୍ରାଇମ ଅର୍ଥନୈତିକ ଅପରାଧ ଥାନାରେ 2,754ଟି ଅଭିଯୋଗ ହୋଇଛି। ଏହା ମଧ୍ୟରୁ 1,438ଟି ଆର୍ଥିକ ଠକେଇ, 622ଟି ସୋସିଆଲ ମିଡିଆ ଜନିତ ଠକେଇ ଏବଂ 654ଟି ଅନ୍ୟ ସମ୍ବନ୍ଧୀୟ ଠକେଇ ରହିଛି। ଏସବୁ ଅଭିଯୋଗ ମଧ୍ୟରୁ 200ଟି ମାମଲା ରୁଜୁ କରାଯାଇ 22 ଜଣଙ୍କୁ ଗିରଫ କରାଯାଇଛି। ସେହିପରି 9 ଜଣଙ୍କୁ ନୋଟିସରେ ଛଡ଼ାଯାଇଛି। ତେବେ କମିଶନରେଟ୍ ପୋଲିସ ମୁଖ୍ୟାଳୟରେ ସାଇବର ଠକେଇ ଟଙ୍କା ଫେରସ୍ତ ମେଳା କରାଯାଇ 8 ଅଭିଯୋଗକାରୀ ସେମାନଙ୍କ ଟଙ୍କା ଫେରି ପାଇଛନ୍ତି। ତେବେ ଠକେଇର ଶିକାର ହେଲେ ଗୋଲ୍ଡେନ ଆୱାର ଭିତରେ ତୁରନ୍ତ 1930ରେ କଲ୍ କିମ୍ବା ଚକ୍ଷୁ ପୋର୍ଟାଲରେ ରିପୋର୍ଟ କରିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ଧନ୍ୟବାଦ।